ଏହି ରବିବାର ଦିନରେ ପ୍ରତ୍ୟେକଙ୍କୁ ମୋର ହୃଦୟର ପ୍ରେଜ୍ ଲର୍ଡ ନମସ୍କାର। ଆଜି ମୁଁ ଆପଣମାନଙ୍କୁ ନିମନ୍ତେ ଗୋଟିଏ ସୁନ୍ଦର ବାକ୍ୟ ନେଇ ଆସିଛି, ଯାହାକି ଆପଣମାନଙ୍କ ଜୀବନରେ ଆଶୀର୍ବାଦର କାରଣ ହେଉ। ଯାହାକି ଗୀତ ସଂହିତା ତା'ର 117 ପର୍ବ 1-2ରେ ଲେଖା ଅଛି, ହେ ସର୍ବଦେଶୀୟ ମାନେ ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର, ହେ ସମସ୍ତ ଲୋକ ତାହାଙ୍କର ସ୍ତୁତି କର, କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କର ଦୟା ଅତିଶୟ ଓ ତାହାଙ୍କର ସତ୍ୟତା ଅନନ୍ତ କାଳ ସ୍ଥାୟୀ। ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ଏଠାରେ ବାକ୍ୟ ଲେଖାଯାଉଛି ଯେ ଏହା ଜଣକୁ କୁହାଯାଏ ନାହିଁ, ଏହା ଯେ ସମସ୍ତଙ୍କୁ କୁହାଯାଇଛି। ସର୍ବଦେଶୀୟମାନେ ସମସ୍ତ ଲୋକ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ। ଏହା ପରମେଶ୍ୱରଙ୍କର ଇଚ୍ଛା। ତେଣୁ ଆଜି ଆମେମାନେ ଏହି ବାକ୍ୟକୁ ଟିକିଏ ଧ୍ୟାନର ସହିତ ଚିନ୍ତା କରୁ ଯେ ସଦାପ୍ରଭୁ ଆମ୍ଭମାନଙ୍କୁ ତାଙ୍କର ପ୍ରଶଂସା ଗାନ କରିବା ପାଇଁ କହୁଛନ୍ତି। ଆମେ ଯଦି ପ୍ରଶଂସା ଗାନ କରୁ କି ସ୍ତୁତି କରୁ, ଆରାଧନା କରୁ, ଆମର ବାକ୍ୟରେ ଲେଖା ଅଛି, ଗୀତ ରଚକ ଦାଉଦ କହନ୍ତି ସେ କେମିତି ପ୍ରଶଂସା ଗାନ କରୁଥିଲେ କି ସେ କହୁଛନ୍ତି ଗୀତ ସଂହିତା 150ରେ ଆମେ ଯଦି ଦେଖିବା, ଆମେ ସେ କରତାଳ ମାଧ୍ୟମରେ କହନ୍ତି, ସେ ଦାରା ମାଧ୍ୟମରେ କହନ୍ତି, ସେ ବାଜା ମାଧ୍ୟମରେ କହନ୍ତି, ଅନେକ ବିଷୟ ଇନଷ୍ଟ୍ରୁମେଣ୍ଟସ୍ ଆମେ ଯାହାକି ଦେଖିବାକୁ ପାଉ, ଏଗୁଡ଼ାକ ବିଷୟରେ ତାଙ୍କର ସ୍ତୁତି ଆରାଧନା କରେ ନୂଆ ନୂଆ ଗୀତ ଦ୍ୱାରା। ତ ସେଥିପାଇଁ ଆମ୍ଭେମାନେ ମଧ୍ୟ ଏଇ ସୁଯୋଗ ପାଉ ଯେ ଯଦି ଆପଣମାନେ କୁଆଡ଼େ ଯାଇ ନ ପାରିଲେ, ଚର୍ଚ୍ଚ ଯାଇ ନ ପାରିଲେ ମଧ୍ୟ ନିଜ ଘରେ ବସି ଧ୍ୟାନର ସହିତ ବସି ପରମେଶ୍ୱରଙ୍କର ଆରାଧନା ଉପାସନା କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ମେ ଗଡ୍ ବ୍ଲେସ୍ ୟୁ। ଆମେନ୍।